କେହି କେବେ ସ୍ୱପ୍ନରେ ସୁଦ୍ଧା ଭାବିନଥିଲେ ଛୋଟ ଝିଅଟି ସହିତ ଏମିତି ଘଟିବ ବୋଲି। ଭୁବନେଶ୍ୱର ପଟିଆ ଅଞ୍ଚଳର ମୁକେଶ ବାବୁ ତାଙ୍କର ଗୋଟିଏ ବୋଲି ଝିଅ ମିନୁକୁ ଧରି ବାହାରିଥାନ୍ତି ଦଶହରା ବୁଲିବା ପାଇଁ। ବାପ ଝିଅଙ୍କ ମନରେ ଭାରି ଖୁସି, ମାଆଙ୍କୁ ଟିକେ ଦର୍ଶନ କରିବେ ଆଉ ବୁଲିବେ। ମିନୁ ତାର ଥିରି ଥିରି କଣ୍ଠରେ କହୁଥାଏ, ବାପା ମୁଁ ଦୋଳି ଖେଳିବି, ଗାଡ଼ି କିଣିବି। ବାପା କହୁଥାନ୍ତି, ହଁ ଲୋ ମା ତୁ ସବୁ କରିବୁ, ମୁଁ ଗେହ୍ଲି ଝିଅଟା, ଆଗ ଚାଲ ମାଆଙ୍କୁ ଟିକେ ଦର୍ଶନ କରିବା, ତାପରେ ଯୋଉ କଥା। ଯାହା ହଉ ବାପ ଝିଅ ଯାଇ ପହଞ୍ଚିଲେ ମାଆଙ୍କ ପାଖରେ। ଜଗତଜନନୀ ମା ମହିଷା ମର୍ଦ୍ଦିନୀ, ଦଶଭୁଜ ଧାରିଣୀ ମା, ମନ୍ଦାର ମାଳିନୀ, ଯାହା ପାଇଁ ପୂଜା ମଣ୍ଡପଟା ଉଛୁଳି ପଡ଼ୁଥାଏ ଆଉ ଚାରିଆଡ଼େ ଘଣ୍ଟ ଧୂପ ହୁଳହୁଳି ଆଉ ହରିବୋଲରେ କମ୍ପି ଉଠୁଥାଏ। ତାରି ଭିତରେ ବାପ ଝିଅ ଦିଏ ମା ଜଗଜନନୀଙ୍କୁ ଦେଖି ଆଖି ଲାଖିଗଲା ସେଦିନ। ହାତ ଯୋଡ଼ି ଦେଇ ବାପା କହୁଥାନ୍ତି, ମା ଲୋ ସବୁ ତୋରି ଇଚ୍ଛା, ଝିଅକୁ ମୋର ଟିକେ ଘଣ୍ଟ ଘୋଡ଼େଇ ରଖିଥିବୁ। ଏପଟେ ଝିଅଟା ମଧ୍ୟ ବାବାଙ୍କ ସହିତ ମାଆଙ୍କୁ ମନ ଭରି ଦର୍ଶନ କଲା। ଆସିବା ପାଇଁ ଜମା ବି ଇଚ୍ଛା ହେଉନଥାଏ। ଏଥର ବାପା ତାକୁ କହିଲେ, ମା ଲୋ ଚାଲ, ତୁ ପରା କହୁଥିଲୁ ଦୋଳି ଖେଳିବୁ, ଗାଡ଼ି କିଣିବୁ। ଝିଅଟି ବାପାଙ୍କ ସହିତ ଆସି ଦୋଳି ଖେଳିଲା, ଗାଡ଼ି ମଧ୍ୟ କିଣିଲା। କିନ୍ତୁ ତାର ମନ ଥାଏ ମା ପାଖରେ। ତାର ଭାରି ଇଚ୍ଛା ହେଲା ମାଆଙ୍କୁ ଟିକେ ଆଉ ଥରେ ଦେଖିବ ବୋଲି। କିନ୍ତୁ ସେତେବେଳକୁ ଭାରି ଭିଡ଼ ହୋଇଯାଇଥାଏ। ବାପା ଯେତେବେଳେ ଦୋକାନରେ ଟଙ୍କା ଦେଉଥାନ୍ତି, କେତେବେଳେ ଝିଅଟା ବାପାଙ୍କ ହାତ ଛାଡ଼ି ଦେଇଛି। ବାପା ଆଉ ଜାଣିପାରିନାହାନ୍ତି ଝିଅଟା ଚାଲି ଆସିଛି ମାଆଙ୍କୁ ଦେଖିବା ପାଇଁ ତାର ସେଇ କୁନି କୁନି ପାଦରେ। ହେଲେ କ'ଣ ଆଉ କରିବ, ଆଉ ବାଟ ପାଇନି, ବାଟ ଭୁଲି ଯାଇଛି ଝିଅଟା। ହାତରେ ଖେଳନା ଆଉ ବେଲୁନ ଧରି ଚାଲି ଚାଲି ଯାଉଥାଏ। ଏପଟେ ମୁକେଶ ବାବୁ ଯେତେବେଳେ ଦେଖନ୍ତି ଆଉ ତାଙ୍କ ଝିଅ ନାହିଁ ବୋଲି ଚାରିଆଡ଼େ ଖୋଜିଲେ। ଲୋକମାନଙ୍କୁ ପଚାରିଲେ ମଧ୍ୟ ସମସ୍ତଙ୍କର ସେ ଗୋଟିଏ ଉତ୍ତର, ଆମେ ଦେଖିନୁ ଆଜ୍ଞା। କ'ଣ ଆଉ କରିବେ, ମୁଣ୍ଡରେ ବଜ୍ର ପଡ଼ିଲା ପରିକା ଲାଗିଲା। ପୋଲିସ ବାବୁଙ୍କୁ ଖବର ଦେଲେ ମଧ୍ୟ ସେମାନେ ମଧ୍ୟ ଖୋଜିକି ଆଣିଦେବେ ବୋଲି କହିଲେ। ମୁକେଶ ବାବୁ ଭାବୁଥାନ୍ତି, ହେ ମା ଏସବୁ କ'ଣ ହେଇଗଲା ମୋ ସହିତ। ଝିଅଟାକୁ ଆଣି ତୋରି ପାଖକୁ ଆସିଥିଲି, ସାମାନ୍ୟ ଟିକେ ଅନ୍ୟମନସ୍କ ପାଇଁ ଝିଅଟା ମୋର କୁଆଡ଼େ ଯେ ଚାଲିଗଲା। ଏପଟେ କୁନି ଝିଅଟା ପୂଜା ମଣ୍ଡପ ଛାଡ଼ି ବହୁତ ବାଟ ଚାଲି ଆସିଛି ତାର ସେଇ କୁନି କୁନି ପାଦରେ। କିନ୍ତୁ ବାଟରେ କିଛି ମଦ୍ୟପମାନେ ମଦ ପିଉଥାନ୍ତି ଆଉ ଖରାପ ଭାଷାରେ ଗାଳିଗୁଲଜ ମଧ୍ୟ କରୁଥାନ୍ତି। ସେମାନଙ୍କ ପାଟି ଶୁଣି କୁନି ଝିଅଟା ଡରିଗଲା। ସେଇଠି ଭେଁ ଭେଁ କାନ୍ଦିବାକୁ ଲାଗିଲା। ଚାରିଆଡ଼େ ଖୋଜିଲା, କାହାରିକୁ ବି ପାଇଲାନି। ବାପାଙ୍କ କଥା ତାର ଭାରି ମନେ ପଡ଼ୁଥାଏ। କ'ଣ ଆଉ କରିବ। ଏପଟେ ମୁକେଶ ବାବୁଙ୍କର ଆଖିରେ ଆଉ ଲୁହଟା ବୋଲ ମାନୁନଥାଏ। ଭେଁ ଭେଁ କାନ୍ଦୁଥାନ୍ତି। ଶେଷରେ ସେ ମା ଦୁର୍ଗାଙ୍କୁ ହାତ ଟେକି ଦେଇ କହୁଥାନ୍ତି, ମା ଲୋ ମିନୁଟା ମୋର ତୋରି ଦାନ, କେଉଁଠି ଯେ ତାକୁ ହଜେଇଦେଲି, ପାଉନି ମୁଁ ତାକୁ। ଘରେ ଯାଇ କି ଉତ୍ତର ଦେବି, ତୁ ହିଁ କେବଳ ସାହା ଭରସା ମା। ଥରୁଟିଏ ମୋ ମିନୁକୁ ଖୋଜିଦେ, କଥା ଦେଉଛି। ଆଉ କେବେ ହେଲେ ବି ଏମିତି ଅବହେଳା କରିବିନି ତା ପ୍ରତି, କେବେ ହେଲେ ବି ହାତ ତାର ଛାଡ଼ିବିନି। ମୁଣ୍ଡ ବାଡ଼େଇ କାନ୍ଦୁଥାନ୍ତି ବାପା। ଏ ଦୃଶ୍ୟକୁ ଦେଖିଲା ପରେ କାହା ଆଖିରେ ବା ଲୁହ ରହିବ। ସବୁ ଭକ୍ତମାନେ ମଧ୍ୟ ଛୋଟ ଝିଅ ମିନୁ ପାଇଁ ହାତ ଯୋଡ଼ିଥାନ୍ତି ମାଆଙ୍କ ପାଖରେ। ମିନୁଟା ଯେତେବେଳେ ଭୟରେ ଥରିଛି, ଚାରିଆଡ଼େ ଅନ୍ଧାର, ଆଗରେ ମଦ୍ୟପମାନେ, ଭେଁ ଭେଁ କାନ୍ଦିଛି, ଡରି ଯାଇଛି ସେ। ହଠାତ୍ ଏତିକି ବେଳେ କେହି ଜଣେ ଆସି ମିନୁକୁ ଉଠେଇ ନେଇଛି। ବାପାଙ୍କର ସେ କୋହଭରା କାନ୍ଦକୁ ଦେଖି କିଏ ବା ଆଉ ଥୟ ହେବ। ସେତେବେଳକୁ ସବୁ ଭକ୍ତମାନଙ୍କର ଆଖିରେ ମଧ୍ୟ ଲୁହ ଆସିସାରିଥାଏ। ଏପଟେ ମୁକେଶ ବାବୁ ମଧ୍ୟ ମନେ ମନେ ଭାରି ଅସ୍ଥିର ହୋଇପଡ଼ିଥାନ୍ତି। ସେ ଭାବି ସାରିଥାନ୍ତି, ଆଉ ବୋଧେ ଝିଅକୁ ପାଇବିନି। କ'ଣ ଯେ ମୁଁ କରିଦେଲି, ସବୁଠାରୁ ବଡ଼ ଭୁଲଟିଏ କରି ବସିଛି। ହେଲେ ଖଣ୍ଡେ ଦୂରରୁ ଦେଖିଲେ ପୋଲିସ ବାବୁମାନଙ୍କ ସହିତ ଜଣେ ବୁଢ଼ୀ ମାଉସୀଟିଏ ବାଡ଼ି ଧରି ଚାଲିକି ଆସୁଛି, ଆଉ ତାରି କୋଳରେ ତାଙ୍କରି ଝିଅ ମିନୁ। ଝିଅକୁ ଦେଖିଲା ପରେ ମୁକେଶ ବାବୁ ଲୁହ ପୋଛି ଦେଇ କହୁଥାନ୍ତି, ମା ଲୋ ତୁ କୁଆଡ଼େ ଚାଲି ଯାଇଥିଲୁ, ମୋତେ ଛାଡ଼ିକି ତୋତେ ମୁଁ କେତେ ଖୋଜିଲେଣି ଜାଣିଛୁ। ଝିଅଟା ମଧ୍ୟ ବାପାଙ୍କ ପାଇଁ ଭାରି ଖୁସି ହେଇଗଲା। କିନ୍ତୁ ବୁଢ଼ୀ ମାଉସୀଟା ମୁକେଶ ବାବୁଙ୍କୁ ଆଦୌ ଛାଡ଼ିଲାନି। ସେ ତାଗିଦ କରି କହୁଥାଏ, କିରେ ତୋର ତ ଟିକେ ହେଲେ ଦାୟିତ୍ୱ ନାହିଁ, ବାପ ହେଇଛୁ,
ଝିଅକୁ ମେଳା ବୁଲେଇ ଆଣିଛୁ, ଆଜି ତାର କିଛି ହେଇଯାଇଥାନ୍ତା। ବୁଢ଼ୀ ମାଉସୀଟା ପରେ ପରେ ପୋଲିସ ବାବୁମାନେ ମଧ୍ୟ ତାଗିଦ କରି କହିଲେ, କିନ୍ତୁ ମୁକେଶ ବାବୁ ସେଦିନ କାହାରିକୁ କିଛି ବି କହିଲେନି। ମଥାପାତି ସବୁ ସହିକଲେ, ଆଉ ନିଜର ଭୁଲ ମଧ୍ୟ କହିଲେ। ତାପରେ ମାଆଙ୍କ ପାଖରେ ମୁଣ୍ଡିଆ ମାରି ଝିଅକୁ ଦାୟିତ୍ୱର ସହ ଘରକୁ ଆଣି ଆସିଲେ। ବାଟରେ ଯେତେବେଳେ ଝିଅକୁ ପଚାରନ୍ତି, ମାଆରେ ସେ ବୁଢ଼ୀ ମାଉସୀଟା କିଏ, ତୋତେ ସେ କେଉଁଠୁ ପାଇଲା? ଝିଅଟି କହୁଥାଏ, ବାପା ଯେତେବେଳେ ମୁଁ ତମ ହାତ ଛାଡ଼ି ଦେଇ ଚାଲି ଆସିଲି, ଅନେକ ବାଟ ଚାଲିଗଲି, ଜାଣିପାରିଲିନି ସେ କିଟମିଟ ଅନ୍ଧାର ଭିତରେ। ଭାରି ଡର ଲାଗିଲା। ଆଗରେ ମଦ୍ୟପମାନେ ମଧ୍ୟ ଥିଲେ। ଯେତେବେଳେ ମୁଁ ସେମାନଙ୍କୁ ଦେଖିଛି ଆହୁରି ଜୋରରେ ଡରିଗଲି। ଭୟରେ ତୁମକୁ ମୁଁ ଡାକ ପକେଇଲି, ହେଲେ ତମେ ତ ମୋ ପାଖରେ ପହଞ୍ଚି ପାରିଲନି। ସେଇ ବୁଢ଼ୀ ମାଉସୀଟା କେଉଁଠି ଥିଲା କେଜାଣି ମୋତେ ସେ କୋଳେଇ ନେଲା। ଝିଅଠାରୁ ସବୁ କଥା ଶୁଣିଲା ପରେ ବାପା ଏଥର ବୁଝିପାରିଲେ ସେ ଆଉ କେହି ନୁହେଁ, ମୋ ଜଗଜ୍ଜନନୀ ମା ଦୁର୍ଗା। ସହିପାରିଲେନି ମୋର ଦୁଃଖକୁ, ଚାଲି ଆସିଲେ ବୁଢ଼ୀ ମାଉସୀଟା ପରିକା। ହଁ ଆଜ୍ଞା, ଆପଣମାନଙ୍କୁ ମୋର ଅନୁରୋଧ, ସାଙ୍ଗରେ ନେଇଥିବା ପିଲାମାନଙ୍କ ପ୍ରତି ଟିକେ ଧ୍ୟାନ ରଖନ୍ତୁ। ତାଙ୍କ ହାତକୁ ଆଦୌ ଛାଡ଼ନ୍ତୁ ନାହିଁ। ଭିଡ଼ ଭିତରେ ମଧ୍ୟ ଆପଣମାନେ ତ ଜାଣିଥିବେ ଆଜିକାଲିକା ସମୟରେ କେତେ ଚୋର ଆଉ କେତେ ଅମାନସିକ ବ୍ୟକ୍ତି ମଧ୍ୟ ବୁଲୁଛନ୍ତି। ସେମାନଙ୍କ ପ୍ରତି ଟିକେ ସଜାଗ ରୁହନ୍ତୁ। ଅଜଣା ବ୍ୟକ୍ତିମାନଙ୍କ ଠାରୁ କୌଣସି ବି ଜିନିଷ ଖାଆନ୍ତୁ ନାହିଁ କି ପିଲାମାନଙ୍କୁ ମଧ୍ୟ ଦିଅନ୍ତୁ ନାହିଁ। ଆପଣଙ୍କର ମଙ୍ଗଳ ହେବ। ନମସ୍କାର ଆଜ୍ଞା। ଯଦି ଭିଡ଼ିଓଟି ଭଲ ଲାଗିଥାଏ ଜଣାଇବେ ନିଶ୍ଚୟ। ନିଜେ ସଚେତନ ହେବା ସହିତ ଅନ୍ୟମାନଙ୍କୁ ମଧ୍ୟ ସଚେତନ କରାନ୍ତୁ। ମାଆର କୃପାରୁ ସମସ୍ତେ ଭଲରେ ଥାଆନ୍ତୁ, ସମସ୍ତେ ଖୁସିରେ ଥାଆନ୍ତୁ। ଜୟ ମା।